ମୁଁ ବୀରେନ୍ଦ୍ର ନାୟକ ମୋ ଜୀବନର ସାକ୍ଷ୍ୟ ଆଜି ଆପଣ ମାନଙ୍କ ଆଗରେ ପ୍ରକାଶ କରିବାକୁ ଚାହେଁ। ଅଳ୍ପ କେତେ ମାସ ଆଗରୁ ମୁଁ ଦେଇଥିବା ମୋର ସାକ୍ଷ୍ୟରେ ମୁଁ କହିଥିଲି ମୁଁ କିପରି ଯୀଶୁଙ୍କୁ ପାଇଲି। ସ୍ୱାଲ ସିଂ ଆଜ୍ଞାଙ୍କୁ ଧନ୍ୟବାଦ ଦଉଛି। ଆଶିଷ ସ୍ୱାଲ ସିଂ ଆଜ୍ଞା ସେ ମତେ ପ୍ରଭୁଙ୍କ ପାଖକୁ ଆଣିଥିଲେ। ଯେଉଁମାନେ ଶୁଣି ନାହାନ୍ତି ସେମାନଙ୍କ ପାଇଁ କେବଳ ହିଣ୍ଟସ ଦେବାକୁ ଚାହେଁ ଯେ ମୁଁ ଜନ୍ମରୁ ଖ୍ରୀଷ୍ଟିଆନ ଥିଲି। କହିବାର ଅର୍ଥ ଏଇଆ ଯେ ମୁଁ ଏକ ଖ୍ରୀଷ୍ଟୀୟ ପରିବାରରେ ଜନ୍ମ ନେଇଥିଲି। ମୋ ବାପା ଆଉ ମା ଉଭୟ ପ୍ରଭୁ ଭୟକାରୀ ଥିଲେ। ସାନ ବେଳୁ ସେମାନେ ଆମ 4 ଭାଇ ଓ 2 ଭଉଣୀଙ୍କୁ ପ୍ରଭୁ ଯୀଶୁଙ୍କର ଆଜ୍ଞାକାରୀ ହେବାକୁ ଶିଖେଇବାର ଯତ୍ନଶୀଳ ଥିଲେ। ଆମ ଜୀବନକୁ ଗଢିବାରେ ମାଙ୍କର ଅବଦାନ ବହୁତ ଥିଲା। ଭୋର 4ଟାରୁ ଉଠିବା, ବାଇବେଲ ପଢିବା, ତାପରେ ମା ପ୍ରାର୍ଥନା କରିବା, ଆଉ ତାପରେ ଆମ ସମସ୍ତଙ୍କୁ ପାଠ ପଢିବାକୁ ବସେଇବା, ଏଇ ସବୁ ଆଜି ବି ମନେ ପଡେ। ହଁ, ମା ଆଜି ନାହାନ୍ତି ସତ, କିନ୍ତୁ ମନେ ପଡୁଛି ଆମେ ପାଠ ପଢିଲା ବେଳେ ସେ ଆମ ପାଖରେ ବାଇବେଲ ଧରି ବସି ପଡୁଥିଲେ। 6ଟା ଯାଏ ଆମର ପାଠ ପଢା ଚାଲୁଥିଲା ଆଉ ସେଇ ସମୟରେ ମା ବାଇବେଲ ପଢୁଥିଲେ। ମା ବାଇବେଲ ବହୁତ ପ୍ରେମ କରୁଥିଲେ। ମୁଁ ଦେଖିଛି ଯେତେବେଳେ ବି ତାଙ୍କୁ ସମୟ ମିଳେ ସେ ବାଇବେଲ ଧରି ବସି ପଡନ୍ତି ପଢିବା ପାଇଁ, ପ୍ରାର୍ଥନା କରିବା ପାଇଁ। ସେ ଆମର ସୁପରଭାଇଜର ଥିଲେ କହିଲେ ଚଳେ। କେହି ଯଦି ଆମେ ଟିକେ ଢୁଙ୍କୁରି ଦଉ ସାଙ୍ଗେ ସାଙ୍ଗେ ସେ ଆମକୁ ସଜାଗ କରିଦଉଥିଲେ। ଜୀବନର ଆରମ୍ଭରୁ ଏକ ରୁଟିନ ବନ୍ଧା ଜୀବନ ଆମକୁ ଅଭ୍ୟସ୍ତ କରୁଥିଲେ। ଯୀଶୁଙ୍କ ସାଙ୍ଗରେ ରହିବା, ପ୍ରତ୍ୟେକ କଥାରେ ଯୀଶୁଙ୍କ ଉପରେ ନିର୍ଭର କରିବା, ଏହା ସେ ପ୍ରାକ୍ଟିକାଲି ଆମକୁ ଶିଖଉଥିଲେ। ଧୀରେ ଧୀରେ ଆମେ ବଡ ହେଲୁ। ମୁଁ ଚାକିରି କଲି। ବାପା ମାଙ୍କ ଉପରେ ପ୍ରତ୍ୟେକ କଥାରେ ନିର୍ଭରଶୀଳ ହେବା ଧୀରେ ଧୀରେ କମିଗଲା ମୋ ଜୀବନରେ। ନିଜର ଡିସିସନ ନିଜେ ନେବାକୁ ଆରମ୍ଭ କଲି। ଅନେକ ସାଙ୍ଗ ମୋ ଜୀବନରେ ଆସିଲେ। ଭାବରେ ପରିବର୍ତ୍ତନ ଆସିଲା। ମୁଁ ପ୍ରଭୁଙ୍କୁ ଭୁଲିବାକୁ ଆରମ୍ଭ କଲି। ତାଙ୍କର ଉପରେ ନିର୍ଭରଶୀଳତା ମୋର କମିଗଲା। ଦିନ ଏମିତି ଆସିଲା ଯେ ମୁଁ ସମ୍ପୂର୍ଣ୍ଣ ରୂପେ ପ୍ରଭୁଙ୍କୁ ଭୁଲିଗଲି, ଛାଡିଦେଲି, ତାଙ୍କ ଠାରୁ ଦୂରେଇ ଗଲି। ଆଜି ମୁଁ ଭାବୁଛି ମୁଁ ତାଙ୍କୁ ଭୁଲିଗଲି, କିନ୍ତୁ ସେ ମତେ ଭୁଲି ନଥିଲେ। ଯୀଶୁକୁ ପ୍ରାର୍ଥନା କରିବାକୁ ଛାଡିଦେଲି, ବାଇବେଲ ପଢିବା ଛାଡିଦେଲି, ଚର୍ଚ୍ଚ ଯିବା କମିଗଲା, କିନ୍ତୁ ମୋ ଜୀବନରେ ତାଙ୍କର କର୍ତ୍ତୃତ୍ୱ ବରାବର ଥିଲା। ୟେସ୍, ଥ୍ୟାଙ୍କ ୟୁ ଲର୍ଡ। ପ୍ରତ୍ୟେକ ମୁହୂର୍ତ୍ତରେ ସେ ମତେ ସମ୍ଭାଳି ଆସିଅଛନ୍ତି। ଅନେକ ସାଙ୍ଗ ମୋ ଜୀବନରେ ଆସିଛନ୍ତି, କିନ୍ତୁ ସେମାନଙ୍କ ରଙ୍ଗରେ ସେମାନେ ରଙ୍ଗେଇ ପାରିନାହାନ୍ତି ମତେ। ସେମାନଙ୍କୁ ଅନୁକରଣ କରିବାକୁ ପ୍ରଭୁ ମତେ ଦେଇନାହାନ୍ତି, କାରଣ ସେ ମତେ ସମ୍ଭାଳୁଥିଲେ। ଯଦି ବା କେବେ ପାଦ ଖସିବାକୁ ଆରମ୍ଭ କରୁଥିଲା, ସେତେବେଳେ ସେ ଥାପଡ଼ ମାରି ମତେ ଜାଗ୍ରତ କରୁଥିଲେ, ସଜାଗ କରୁଥିଲେ। ମୋ ଜୀବନରେ କେବଳ ଥରେ ମୁଁ ପାନ ଖାଇଛି, ଥରେ ସିଗାରେଟ ପିଇଛି, ଆଉ ତାପରେ କେବେ ନୁହେଁ। କାରଣ ବାପାଙ୍କର ପାନ ଲୁଚେଇକି ଥରେ ଖାଇ ଦେଇକି ମୋର ଅବସ୍ଥା ଯାହା ହେଇଥିଲା, ସେତିକିରୁ ସେ ମତେ ଶିଖେଇ ଦେଲେ ଯେ ନୁହେଁ। ସାଙ୍ଗମାନଙ୍କ ବାଧ୍ୟବାଧକତାରେ ଗୋଟିଏ ସିଗାରେଟ ପିଇଥିଲି, ଆଉ ସେଥିପାଇଁ ମତେ 2 ଦିନ ଖାଇବାର ରୁଚି ଯାଇଥିଲା, ପାଟି ଜଳିଥିଲା। ସେମିତି ମତେ ସେ ଶିକ୍ଷା ଦେଲେ ଯେ ତୁ ସିଗାରେଟ ପିଇବା ଉଚିତ ନୁହେଁ। ପ୍ରତ୍ୟେକ ପରିସ୍ଥିତିରେ ସେ ମତେ ଶିକ୍ଷା ଦେଇ ଆସିଛନ୍ତି। ସେ ମତେ ତାଙ୍କ ଠାରୁ
ଦୂରେଇ ନଥିଲେ, ମୁଁ ତାଙ୍କୁ ଦୂରେଇ ଦେଇଥିଲି, କିନ୍ତୁ ଅନନ୍ତ ପ୍ରେମରେ ସେ ମତେ ପ୍ରେମ କରିଥିଲେ। ଆଜି ମୁଁ ତାଙ୍କୁ ପାଇଲା ପରେ ତାଙ୍କର ସେଇ ପ୍ରେମକୁ ଅନୁଭବ କରୁଛି ମୋ ଜୀବନରେ। ମୋ ପାଟିକୁ ସେ ବ୍ୟବହାର କରିବାକୁ ଚାହିଁଥିଲେ। ଅନେକ ଗୁଡ଼ିଏ କଥା ମୁଁ କହୁଥିଲି, ଆଉ ନିକଟ ଭବିଷ୍ୟତରେ ତାହା ଘଟି ଯାଉଥିଲା। ମୋ ଆଈଙ୍କର ମୃତ୍ୟୁର ଗୋଟେ ଦିନ ପୂର୍ବରୁ ମୋ ମାଙ୍କୁ ଏଇ କଥା କହିଦେଇଥିଲି ଯେ ଆଈଙ୍କର ମୃତ୍ୟୁ ହେଇଯାଇଛି ବୋଲି ମୁଁ ଦେଖୁଛି। ଆଉ ସେତେବେଳେ ମୁଁ 9th କ୍ଲାସ ପଢୁଥିଲି। ଆଉ ସେଇଦିନ ହିଁ ତାଙ୍କର ମୃତ୍ୟୁ ହେଇଯାଇଥିଲା। ଅନେକ ଘଟଣା ଯାହା ମୁଁ କହୁଥିଲି ସେଇ ଘଟଣା ଘଟି ଯାଉଥିଲା। ମୋ ମା ତ ଏହା ଅନେକ ଥର ସ୍ୱୀକାର କରିଛନ୍ତି। ଆଉ ମୁଁ ବିବାହ କଲା ପରେ ମୋ ସ୍ତ୍ରୀ ସବୁବେଳେ କହୁଥିଲେ ତମର ପାଟି ଭଲ ନାହିଁ, ତମେ ଯାହା କହୁଛ ତାହା ଘଟି ଯାଉଛି। ମୋର କହିବାର କଥା, ମୁଁ ତାଙ୍କ ଠାରୁ ଦୂରେଇ ଗଲି ବି ପ୍ରଭୁ ମତେ ସେ ମତେ ବ୍ୟବହାର କରିବାକୁ ଚାହୁଁଥିଲେ। ଆଜି ମୁଁ ପୁନର୍ବାର ତାଙ୍କୁ ପାଇଲା ପରେ ଅନୁଭବ କରୁଛି ମୋ ପ୍ରତି ତାଙ୍କର ପ୍ରେମକୁ। ମୋ ଜୀବନରେ ସେ ଯୋଉ ସଂକଳ୍ପ ରଖିଥିଲେ ତାହା ଆଜି ସେ ପୂରଣ କରୁଛନ୍ତି। ଅନେକ ବିଦ୍ୟାର୍ଥୀ ମାନଙ୍କ ନିକଟରେ ତାଙ୍କର ସାକ୍ଷୀ ହେବାକୁ, ତାଙ୍କର ସୁସମାଚାର ଶୁଣେଇବା ପାଇଁ, ପହଞ୍ଚେଇବା ପାଇଁ ଏବଂ ହଜି ଯାଇଥିବା ଆତ୍ମା ଗୁଡିକୁ ପ୍ରଭୁଙ୍କ ପାଖକୁ ଆଣିବାକୁ ସେ ମତେ ବ୍ୟବହାର କରୁଛନ୍ତି। ବିଭିନ୍ନ ଜାତିର ଲୋକେ ଯେଉଁମାନେ ଯୀଶୁଙ୍କୁ ଜାଣିନଥିଲେ, ଘୃଣା କରୁଥିଲେ, ସେମାନଙ୍କୁ ଯୀଶୁଙ୍କ ପ୍ରେମରେ ବାନ୍ଧି ରଖିବା ପାଇଁ, ଯୀଶୁଙ୍କ ପାଖକୁ ଆଣିବା ପାଇଁ, ଆଉ ତାଙ୍କର ପ୍ରେମକୁ ସ୍ୱୀକାର କରିବା ପାଇଁ ସେ ମତେ ବ୍ୟବହାର କରୁଛନ୍ତି। ଅନେକ ଲୋକ ଯୋଉମାନେ ଯୀଶୁ ଘୃଣା କରୁଥିଲେ ଆଜି ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ମୋ ଜୀବନକୁ ସେ ଆନନ୍ଦରେ ଭରି ଦେଇଛନ୍ତି। ଆନନ୍ଦ ହେଇଥିପାଇଁ ସେ ମୋର ପାପକୁ କ୍ଷମା କରିଛନ୍ତି। ସେ ମତେ ତାଙ୍କ ରାଜ୍ୟ ପାଇଁ ବ୍ୟବହାର କରିବାକୁ ମନୋନୀତ କରିଛନ୍ତି। ତାଙ୍କ ରାଜ୍ୟ ସକାଶେ ଅନ୍ୟମାନଙ୍କ ନିକଟରେ ସାକ୍ଷୀ ହେବା ପାଇଁ ଏବଂ ଅନେକ ହଜାର ଆତ୍ମାକୁ ତାଙ୍କ ପାଖକୁ ଫେରେଇ ଆଣିବାକୁ କି ସୁଖ ମିଳିଥାଏ। କି ଆନନ୍ଦ, କି ଆନନ୍ଦ ମୋ ମନରେ ଯେବେ ଯୀଶୁ ମୋତେ ଧରିଲେ ବକ୍ଷରେ। ଯାହାକି ଭାଷାରେ ବର୍ଣ୍ଣନା କରିହେବ। ମୋ ଜୀବନର ଲକ୍ଷ୍ୟ ଥିଲା ଡାକ୍ତର ହବାର, କିନ୍ତୁ ପରିସ୍ଥିତି ଏବଂ ଅଭାବ ଦୃଷ୍ଟିରୁ ମୁଁ ଡାକ୍ତରୀ ପାଠ ପଢିପାରିଲି ନାହିଁ। କିନ୍ତୁ ମୋର ମନର ବାଞ୍ଛାକୁ ସେ ଅଣଦେଖା କରିନାହାନ୍ତି। ଆଜି ଅନେକ ରୋଗୀ ତାଙ୍କର ଆରୋଗ୍ୟତା ସକାଶେ ପ୍ରାର୍ଥନା କରିବାକୁ ମୋ ପାଖକୁ ଆସୁଛନ୍ତି, ଆଉ ସେ ସୁସ୍ଥତା ଦଉଛନ୍ତି। ଆଉ ସୁସ୍ଥତା ପାଇ ସାରିଲା ପରେ ଯୀଶୁଙ୍କୁ ଗ୍ରହଣ କରୁଛନ୍ତି। ଅଳ୍ପ ଦିନ ତଳେ ଗୋଟେ ବିଜାତି ପରିବାରର ଭଉଣୀ ତାଙ୍କର ସ୍ୱାମୀର ସୁସ୍ଥତା ସକାଶେ ପ୍ରାର୍ଥନା କରିବାକୁ ଫୋନରେ ଅନୁରୋଧ କରିଥିଲେ, କିନ୍ତୁ ପବିତ୍ର ଆତ୍ମା ମୋ ପାଟିରେ ଆରୋଗ୍ୟ ସକାଶେ ପ୍ରାର୍ଥନା କରିବାକୁ ନ ଦେଇ ବରଂ ତାଙ୍କର ଆତ୍ମାକୁ ପ୍ରଭୁ ଯୀଶୁଙ୍କ ହାତରେ ସମର୍ପଣ କରିବାକୁ କହିଲେ। ଆଉ ମୁଁ ସେଇ କଥା ତାଙ୍କୁ ବୁଝେଇଲି, ଆଉ ତାଙ୍କର ଆତ୍ମାକୁ ପ୍ରଭୁଙ୍କ ହାତରେ ସମର୍ପଣ କରିବାର ପ୍ରାର୍ଥନା କଲି। ଆଉ ସଦା ପ୍ରଭୁ ତାଙ୍କର ଆତ୍ମାକୁ ଗ୍ରହଣ କଲେ। ଆଉ ଭଉଣୀ ପରେ ଫୋନ କରିକି କହିଲେ ପ୍ରାର୍ଥନା କରିବାର 2 ମିନିଟ ଭିତରେ ସେ ଭାଇଙ୍କୁ ନେଇ ଯାଇଛନ୍ତି। ସେମାନେ
ସେମାନେ ବିଜାତି ଥିଲେ, କିନ୍ତୁ କେବଳ ସେଇ ଘଟଣାରେ ସେମାନେ ଯୀଶୁଙ୍କୁ ଗ୍ରହଣ କରିଗଲେ। ଆଜି ସେମାନେ ପରିବାର ସହିତ ପ୍ରତ୍ୟେକ ଦିନ ସକାଳେ ଆଉ ସନ୍ଧ୍ୟାରେ ପ୍ରାର୍ଥନାରେ ବସୁଛନ୍ତି। ଫୋନ ମାଧ୍ୟମରେ ସେମାନଙ୍କୁ ବାକ୍ୟ ଦେଇ ମୁଁ ପ୍ରାର୍ଥନା କରୁଛି। ଆଉ ପ୍ରତ୍ୟେକ ରବିବାରରେ ମୁଁ ଯେତେବେଳେ ତାଙ୍କ ଘରକୁ ଯାଏ, ପ୍ରାର୍ଥନାର ଆରମ୍ଭରୁ ବାକ୍ୟ ସରିବା ପର୍ଯ୍ୟନ୍ତ, ପ୍ରାର୍ଥନା ସରିବା ପର୍ଯ୍ୟନ୍ତ ଆଣ୍ଠେଇକି ସେମାନେ ବସୁଛନ୍ତି ହାତ ଯୋଡିକି। ସେମାନଙ୍କୁ ଦେଖିଲେ ଏତେ ଖୁସି ଲାଗେ। ପ୍ରକୃତରେ ପ୍ରଭୁ ମୋ ଜୀବନକୁ ମତେ ବ୍ୟବହାର କରୁଛନ୍ତି, ତେଣୁକରି ତାଙ୍କୁ ମୁଁ ଅନେକ ଅନେକ ଧନ୍ୟବାଦ ଦଉଛି। ଯେଉଁମାନେ ଆମେ ତାଙ୍କ ଠାରୁ ଯେତେ ଦୂରେଇ ଗଲେ ବି ସେ ଆମକୁ ପ୍ରେମ କରନ୍ତି। ସେ ଆମ ଜୀବନରେ ରଖିଥିବା ସଂକଳ୍ପ ପୂରଣ କରିବାକୁ ଆମର ଶରୀରକୁ ଆଉ ମନକୁ ଚାହାନ୍ତି। ଆସନ୍ତୁ ଏ ସାକ୍ଷ୍ୟ ଦେଇ ପ୍ରଭୁ ଗୌରବାନ୍ୱିତ ହୁଅନ୍ତୁ। ଆମେ ସମସ୍ତେ ଆମର ସଜୀବ ସୁଗ୍ରାହ୍ୟ ବଳି ରୂପେ, ଅପବିତ୍ର ବଳି ରୂପେ ତାଙ୍କ ହସ୍ତରେ ଉତ୍ସର୍ଗ କରୁ। ଆମେନ୍। ଥ୍ୟାଙ୍କ ୟୁ।